ଘରେ ଆଜି ଫଳ ସବୁ ଦେଖିଲା ବେଳକୁ ସେଥିରେ ଗୋଟେ ଷ୍ଟ୍ରବେରୀ ଫଳ ଥିଲା, ଯୋଉଟା କି ଖାଇବାକୁ ଏତେ ବାଜେ ଲାଗୁଥିଲା ଯେ କେହି ଖାଇବାକୁ ରାଜି ହେଲେନି। ମୁଁ କହିଲି ତାକୁ ଜୁସ୍ ରେ ମିଶେଇ ଦେଲେ ଜଣା ପଡିବନି, ଖାଇ ହେଇଯିବ। ଏଇ ଫଳ ପହଲି ଆଣିଥିଲା। ସେ ଯେହେତୁ ଆଫ୍ରିକାରେ ରହୁଥିଲା, ବୋଉର କାମ ବେଳକୁ ଆସିପାରିନଥିଲା। ତାର ଯେହେତୁ ପାସପୋର୍ଟ ଭିସା ସବୁ ଠିକ ହେଇପାରିନଥିଲା, ଆସିନଥିଲା। ଏବେ ସେ ଆସିଛି। ଘରକୁ ଆସିଲା ପରେ ବୋଉ ନାହିଁ ଦେଖିକି ବହୁତ ମନ ଦୁଃଖ କରିଥିଲା। ଖାଲି ମନ ଦୁଃଖ କରିନଥିଲା, ଗୋଟେ ଜାଗାରେ ବସିଲା ଯେ ସେ ଉଠି ନଥିଲା। ବୋଉର ଫଟୋଟାକୁ ଦେଖିକି ସେ ଏତେ ବ୍ୟସ୍ତ ହେଇ ପଡିଥିଲା, କହି ହବନି। ମତେ ବି ଭଲ ଲାଗୁନଥିଲା। ତାପରେ ବାପାଙ୍କ ପାଖରେ ବସିକି କିଛି ସମୟ କଥା ହେଲା। ସିଏ ଆଣିଥିଲା ଏଇ ଫଳ ସବୁ, ଏଇ ଷ୍ଟ୍ରବେରୀ ଫଳ 1 ପଇସା ଦେଇକି କାହିଁକି ଆଣିଥିଲା କେଜାଣି। ଏତେ ତ ଖରାପ ଲାଗୁଛି ଯେ ଆମେ ଜମା ବି ଖାଇଲୁନି। ସେ ଗଲା ପରେ ପୁଅ ଆମର ସେ ଆଣିଥିବା ପଲିଥିନ୍ ଟାକୁ ନେଇଯାଇକି ଦେଖିଲା ବେଳକୁ ସେଥିରେ ଗୋଟେ ଟି ସାର୍ଟ ଥିଲା। ମୁଁ କହିଲି ନାଇଁ, ସେ ଟି ସାର୍ଟ ଟା ଭୁଲରେ ପଳେଇ ଆସିଥିବ, ରୁହ ମୋ ମାଇଁକି ଟିକେ ଫୋନ କରିକି ପଚାରେ। ସେ କହିଲା ନା ନା, ଏ ଟି ସାର୍ଟ ମୋ ପାଇଁ ହିଁ ଆସିଛି। ଯେତେ ଯାହା ହେଲେ ପିଲାମାନେ ଯାହା ପିନ୍ଧିଲେ ବି ମାମୁଁ ଘରୁ ଯଦି ଗୋଟେ ଜିନିଷ ଆସୁଛି ପିଲାମାନଙ୍କୁ ବହୁତ ଆଗ୍ରହ ଲାଗେ। ତେଣୁ ସିଏ କହିଲା ନାଇଁ ନାଇଁ, ଏଇଟା ମୋ ପାଇଁ କହିକି ନିଜେ ପିନ୍ଧି ପକେଇଲା। ତାପରେ ସେ ଆଣିଥିବା ଫଳ ସବୁ ଚକୋଲେଟ ବାହାର କରିକି ଖାଇବାକୁ ଲାଗିଲା। ସେଇ ଷ୍ଟ୍ରବେରୀ ଫଳ ଆଣିଥିଲା, ଆମ୍ବ ଆଣିଥିଲା। ମୁଁ କହିଲି କାହିଁକି ଏତେ ଜିନିଷ ଆଣିଥିଲୁ, ଏତେ ଦାମିକା ଜିନିଷ, ଆମ୍ବ ତ ଏବେ ବହୁତ ରେଟ୍ ଥିବ। ସେ କହିଲା ହଉ, ଗୋଟେ ଖାଇବା କଥା, ଏମିତି ମନ